ହ୍ରଦ ଦେଖିବାକୁ ବହୁତ ସୁନ୍ଦର। ଛୁଟି ଦିନରେ ଅନେକ ଲୋକ ସମୁଦ୍ର ଅବା ଏହି ହ୍ରଦ ପାଖକୁ ଆସି କିଛି ସମୟ ବିତେଇବାକୁ ଚାହାନ୍ତି, କାରଣ ପାଣିର ଶବ୍ଦ ଆଉ ପ୍ରକୃତିର ସୁନ୍ଦରତା ଦେଖି ସମସ୍ତେ ରିଲାକ୍ସ ହୋଇଯାଆନ୍ତି। ତେଣୁ ଅନେକ ଜଣ ଏଭଳି ଜାଗାକୁ ବୁଲିବାକୁ ପସନ୍ଦ କରନ୍ତି। କିନ୍ତୁ ଏହି ସମୟରେ ଯଦି ଆପଣ ପାଣିରେ ମାଛ ବଦଳରେ ମଲା ଲୋକଙ୍କୁ ଦେଖିବାକୁ ପାଇବେ, ତାହେଲେ ଆଉ ସେଠି ବସିବେ କି? ଭାରତରେ ଏମିତି ଏକ ହ୍ରଦ ଅଛି ଯେଉଁଠି ଆପଣ ମାଛ ଦେଖିବାକୁ ପାଇବେନି, ବରଂ ଏଠି ମଲା ଲୋକଙ୍କ କଙ୍କାଳ ଦେଖିବାକୁ ପାଇବେ। ତେଣୁ ଏହି ହ୍ରଦର ନାଁ କଙ୍କାଳ ହ୍ରଦ ରଖାଯାଇଛି। ତେବେ ଏହି କଙ୍କାଳ ହ୍ରଦ ବିଷୟରେ ଜାଣିବା ପୂର୍ବରୁ ପ୍ରଥମେ ଆମ ଚ୍ୟାନେଲ ମିଷ୍ଟ୍ରି ୱାର୍ଲ୍ଡକୁ ସବସ୍କ୍ରାଇବ କରିନିଅନ୍ତୁ। ଭାରତର ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଏହି କଙ୍କାଳ ହ୍ରଦ ରହିଛି, ଯାହାର ପ୍ରକୃତ ନାମ ରୂପକୁଣ୍ଡ। ଏହାକୁ ଦେଖି ପ୍ରତ୍ୟେକ ଜଣ ଆଶ୍ଚର୍ଯ୍ୟ ହୋଇଯାଆନ୍ତି, ଡରରେ ପାଖକୁ ବି ଯାଆନ୍ତିନି। ଏଠି ଯୁଆଡେ ଆଖି ବୁଲାଇବେ ଖାଲି ନର କଙ୍କାଳ ପଡିଥିବାର ଦେଖିବାକୁ ପାଇବେ। ଏହାକୁ ନେଇ ଅନେକ ପ୍ରଶ୍ନ ଉଠେ। ଏ ରହସ୍ୟ ପଛରେ କାରଣ କ'ଣ, ତାହା କାହାକୁ ବି ଏଯାଏ ଜଣା ନାହିଁ। ଯେଉଁମାନେ ଆଡଭେଞ୍ଚରକୁ ପସନ୍ଦ କରନ୍ତି ସେମାନେ ଏହି ହ୍ରଦକୁ ବୁଲିବାକୁ ଆସନ୍ତି, କିନ୍ତୁ କଙ୍କାଳକୁ ଦେଖି ଡରିଯାଆନ୍ତି। ସମୁଦ୍ର ପତନ ଠାରୁ 16,500 ଫୁଟ ଉଚ୍ଚରେ ଥିବା ଏହି ହ୍ରଦ ଦୂରରୁ ହିଁ କେବଳ ସୁନ୍ଦର ଦେଖାଯାଏ। ଏହି ହ୍ରଦରେ ଥିବା କଙ୍କାଳକୁ ନେଇ ଅନେକ ରହସ୍ୟ ଲୁଚି ରହିଛି। ସୂଚନା ଅନୁସାରେ 1942 ମସିହାରେ ନନ୍ଦାଦେବୀ ଶିକାର ସଂରକ୍ଷଣର ରେଞ୍ଜର H.K. ମାଧୱାଲଙ୍କ ଦ୍ୱାରା ଏହାର ଖୋଜ କରାଯାଇଥିଲା। କୁହାଯାଏ ଏହି ଅସ୍ଥି ସବୁ ଊନବିଂଶ ଶତାବ୍ଦୀର ଶେଷ ଭାଗରୁ ରହିଛି। ଏହା ପୂର୍ବରୁ ବୈଜ୍ଞାନିକମାନେ ବିଶ୍ୱାସ କରୁଥିଲେ ଯେ ଯେଉଁମାନଙ୍କର ହାଡ଼ ଏଠାରେ ଅଛି ସେମାନେ ମହାମାରୀ, ଭୂସ୍ଖଳନ କିମ୍ବା ତୁଷାର ଝଡ଼ ଯୋଗୁଁ ମୃତ୍ୟୁ କରିଥାଇପାରନ୍ତି। 1960ରେ ହୋଇଥିବା କାର୍ବନ ଡେଟିଂ ଅନୁସାରେ ଏହି ଲୋକ 12ରୁ 15 ଶତାବ୍ଦୀ ଭିତରେ ଥିଲେ। ତେବେ ବୈଜ୍ଞାନିକମାନେ କ'ଣ କୁହନ୍ତି ଏବେ ଜାଣନ୍ତୁ। 2004 ମସିହାରେ ଭାରତୀୟ ଏବଂ ୟୁରୋପୀୟ ବୈଜ୍ଞାନିକଙ୍କର ଏକ ଦଳ ଏହି ସ୍ଥାନକୁ ଆସିଥିଲା। ଏହି କଙ୍କାଳ ବିଷୟରେ ଅଧିକ ସୂଚନା ପାଇବା ପାଇଁ ରିସର୍ଚ୍ଚ କରିଥିଲା। ଏହାପରେ ହାଇଦ୍ରାବାଦ, ପୁନେ ତଥା ଲଣ୍ଡନର ବୈଜ୍ଞାନିକମାନେ ମଧ୍ୟ ସ୍ଥିର କଲେ ଯେ ଲୋକମାନେ ରୋଗରେ ନୁହେଁ, ବରଂ ହଠାତ୍ ଆସିଥିବା ଝଡ଼ ତୋଫାନ କାରଣରୁ ମରିଛନ୍ତି। 1942 ପରଠାରୁ ଏହାକୁ ନେଇ ରିସର୍ଚ୍ଚ ଏବେ ବି ଜାରି ରହିଛି। ସେହି ମସିହାରେ ବ୍ରିଟିଶ ରେଞ୍ଜର୍ସ ପ୍ରଥମେ ଏଠାରେ କଙ୍କାଳ ଦେଖିଥିଲେ। ସେବେଠାରୁ ଏହାର ମୃତ୍ୟୁର କାରଣ ଖୋଜିବାର ପ୍ରକ୍ରିୟା ଜାରି ରହିଛି। 2021 ମସିହାରେ ଆସିଥିବା ରିପୋର୍ଟ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ 600ରୁ 800 ଲୋକଙ୍କର କଙ୍କାଳ ମିଳିଛି। ସେମାନଙ୍କ ମଧ୍ୟରୁ କେତେକ ବରଫରେ ପୋତି ହୋଇଯାଇଥିବା କାରଣରୁ ସେମାନଙ୍କର ମାଂସକୁ ଦେଖିବାକୁ ମିଳିଛି। ସରକାର ଏହି ହ୍ରଦକୁ ରହସ୍ୟମୟ ହ୍ରଦ ଲିଷ୍ଟରେ ଅନ୍ତର୍ଭୁକ୍ତ କରିଛନ୍ତି। ଏହା ବିଷୟରେ ଲୋକଙ୍କୁ ବେଶୀ କିଛି ଜଣା ନାହିଁ। ତେବେ ଆମ ଭାରତରେ ଏମିତି ଅନେକ ରହସ୍ୟ ଲୁଚି ରହିଛି ଯାହାକୁ ଆପଣମାନେ ଜାଣିନଥିବେ, କିନ୍ତୁ ଆମ ଚ୍ୟାନେଲ ସହ ଯୋଡ଼ି ହେଲେ ସେ ସବୁ ରହସ୍ୟ ବିଷୟରେ ଆପଣ ଜାଣିବାକୁ ପାଇବେ। ଫ୍ୟାକ୍ଟ ବେସ୍ଡ ଭିଡିଓଜ ଦେଖିବାକୁ ଚାହୁଁଥିଲେ ଜଲ୍ଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିନିଅନ୍ତୁ। ଏହି ଖବର ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟରେ ନିହାତି ଜଣାନ୍ତୁ। ଭିଡିଓକୁ ଲାଇକ୍ ଓ ସେୟାର କରନ୍ତୁ। ରହୁଛୁ। ଜୟ ଜଗନ୍ନାଥ।